हेलो पिलामाने वेलकम टू आवर यूट्यूब चैनल स्टडी विथ जॉब। तो पिलामाने आज आमे कोन करिबा? आज आमे गोटिए सुंदर कहानी सुनिबा पिलामाने। तो पिलामाने कहानीटी आरंभ करिबा पूर्वरु तुमମାନଙ୍କୁ अनुरोध तुमने चैनल को सब्सक्राइब करो काहेकि ना तुमने এই चैनल माध्यमରେ अनेक वीडियो ଦେଖିବାକୁ ପାଇବ। ତାହେଲେ ଚାଲ ଆମେ ଶୀଘ୍ର ଶୀଘ୍ର ଡେରି ନ କରି କାହାଣୀଟି ଶୁଣିନେବା ପିଲାମାନେ। ଦେଖ ଏଇଟା ପାଠ ନମ୍ବର କେତେ? 18 ପିଲାମାନେ। এই କାହାଣୀର ନାମ କଣ ପିଲାମାନେ? ମେଢ ଦେଖା ପିଲାମାନେ। ଦେଖ ମେଢ ଦେଖା ମେଢ ମାନେ ଦେଖ ଏଇଟା ଯାତ୍ରା ଦେଖା ପିଲାମାନେ ବୁଝିଲ। ଏଇଟା ଦେଖ କୋଉ ଯାତ୍ରା ଅଛି ପିଲାମାନେ? ଏଇଟା ଦଶହରା ପିଲାମାନେ। ଦେଖ ଦଶହରା ଦେଖିଲ ଦଶହରା କାହାର ପୂଜା ହୋଇଥାଏ? ମା ଦୁର୍ଗାଙ୍କର ପୂଜା ହୋଇଥାଏ। ଦେଖ ଶରତ ଋତୁ କୋଉ ଋତୁ ପିଲାମାନେ? ଶରତ ଋତୁ। ଦଶହରା ମେଢ ଦେଖିବା ପାଇଁ ରାକ୍ଷୀ ମାମୁଁ ଘରକୁ ଗଲା। ରାକ୍ଷୀ ମେଢ ଦେଖିବା ପାଇଁ କୋଉଠି ଗଲା? ଯାତ୍ରା ଦେଖିବା ପାଇଁ ମାମୁଁ ଘରକୁ ଗଲା ରାକ୍ଷୀ ବୁଝିଲ। ମାମୁଁ ରାକ୍ଷୀକୁ ନେଇ ମେଢ ଦେଖିଗଲେ। ପିଲାମାନେ ଯେହେତୁ ରାକ୍ଷୀ ମାମୁଁ ଘରକୁ ଯାଇଛି ଯାତ୍ରା ଦେଖିବା ପାଇଁ, ତ ମାମୁଁ କଣ କଲେ? ରାକ୍ଷୀକୁ ନେଇକି ସେ ଯାତ୍ରା ଦେଖିବା ପାଇଁ ଗଲେ। ସେଠାରେ ଠାକୁରାଣୀଙ୍କ ପୂଜା ହେଉଥିଲା। ଦେଖ ଏଇଟା ମା ଠାକୁରାଣୀଙ୍କର ପୂଜା ହେଉଛି। ଏଇଟା ଦେଖୁଛ ଚାରିଆଡ ଆଲୁଅରେ ଝଲମର କରୁଥିଲା। ସବୁଆଡେ କଣ ଆଲୁଅ ଥିଲା? କାହିଁକି ଆଲୁଅ ଥିଲା ପିଲାମାନେ? ସମସ୍ତେ ଲାଇଟ୍ ମାନେ ଲଗାଇଥିଲେ, ବଲ୍ ମାନେ ଡିଜାଇନ ଡିଜାଇନର ବଲ୍ ମାନେ ଲଗାଇଥାଏ। ନାନା ରକମର ଦୋଳି ଭଲିକି ଭଲିକି ଦୋକାନ ଦେଖି ରାକ୍ଷୀ ମନ ସେ ସବୁରେ ରଖିଗଲା। ପିଲାମାନେ ଅନେକ ଜିନିଷ ଦେଖି ରାକ୍ଷୀ କଣ କଲା? ରାକ୍ଷୀ ଖୁସି ହେଇଗଲା। ସେଥିରେ ଦେଖ ଦୋଳି ଭଲିକି ଭଲି ଦୋଳି ଲାଗିଥାଏ ଏବଂ ଅନେକ ପ୍ରକାର ଖାଇବା ଜିନିଷ ଥାଏ, ଅନେକ ପ୍ରକାର କଣ୍ଢେଇ ଥାଏ। ସେଥିରେ ରାକ୍ଷୀ ଦେଇକି ତା ମନ ବହୁତ ଖୁସି ହେଇଗଲା ସେଇ ଯାତ୍ରାରେ ବୁଝିଲ। ଆଉ ଦେଖ ରାକ୍ଷୀ କହିଲା, କଣ କହୁଛି ରାକ୍ଷୀ? ଦେଖ ମାମୁଁ ଦେଖ ସେପଟେ ମୀନା ବଜାର ବସିଛି, ଚାଲ ସେଠାକୁ ଯିବା। ମାମୁଁ କଣ କହୁଛି ରାକ୍ଷୀ? ମାମୁଁ ସିଆଡେ କଣ ଅଛି? ମୀନା ବଜାର, ଚାଲ ସିଆଡେ ବୁଲିଯିବା ବୋଲି କରି ରାକ୍ଷୀ ମାମୁଁକେ କହୁଛି। ମାମୁଁ କହିଲେ ହଉ ଚାଲ ସେଠାରେ ଦୋଳି ଖେଳିବା। ମାମୁଁ କହିଲେ ହଉ ଠିକ ଅଛି ଚାଲ ସେଠାରେ ଆମେ କଣ କରିବା? ଦୋଳି ଖେଳିବା ବୋଲିକି ମାମୁଁ କହିଲେ। ରାକ୍ଷୀ ମାମୁଁଙ୍କ ସାଥିରେ ମୀନା ବଜାର ଗଲା। ସେଠାରେ ଦୋଳି ଖେଳିଲା, ବେଲୁନ କିଣି ଘରକୁ ଫେରିଲା। ବାଟରେ ରାକ୍ଷୀର ବେଲୁନ ଫାଟିଲା ଠୋ ଠୋ। ଦେଖ ପିଲାମାନେ କଣ କଲେ? ମାମୁଁ ରାକ୍ଷୀକୁ କଣ କଲେ? ଗୋଟିଏ ବେଲୁନ କିଣିଦେଲେ, ହେଲେ ସେ ବେଲୁନ ଆଣୁଥିଲା ବାଟରେ କଣ ହେଲା? ଠୋ କିନା ଫାଟିଗଲା। ଦେଖ ଏଇଟା ହେଲା ମାମୁଁ, ଏଇଟା ରାକ୍ଷୀ। ରାକ୍ଷୀର ମୁହଁଟି ଟିକେ ଶୁଖିଗଲା। କାହିଁକି ଶୁଖିଗଲା ପିଲାମାନେ? ଯେହେତୁ ବେଲୁନଟା ଆଣୁଥିଲା ଖୁସିର ସହିତ ବେଲୁନଟା ଫାଟିଗଲା, ସେଥିପାଇଁ ରାକ୍ଷୀର ମୁହଁଟା ଶୁଖିଗଲା। ଭାଣିଜୀର ମନ ଉଣା ଦେଖି ମାମୁଁ ଆଉ ଗୋଟିଏ ବେଲୁନ କିଣିଦେଲେ। ଦେଖିଲେ ଭାଣିଜୀର କଣ ହୋଇଛି? ଭାଣିଜୀର ମୁହଁଟା ଶୁଖି ଯାଇଛି। ଦେଖ ଭାଣିଜୀର ମୁହଁଟା ଶୁଖି ଯାଇଛି, ସେଥିପାଇଁ ମାମୁଁ କଣ କଲେ? ତାକୁ ତାଙ୍କ ଭାଣିଜୀକୁ ରାକ୍ଷୀକୁ ଆଉ ଗୋଟିଏ ବେଲୁନ କିଣିଦେଲେ। ରାକ୍ଷୀ ଖୁସି ମନରେ ନାଚି ନାଚି ଘରକୁ ଫେରିଲା। ଯେହେତୁ ମାମୁଁ ଆଉ ଗୋଟିଏ ବେଲୁନ କିଣିଦେଲେ, ସେଥିପାଇଁ ରାକ୍ଷୀ ଖୁସି ହେଲା ଏବଂ ହସି ହସି ନାଚି ନାଚି କଣ କଲା? ଘରକୁ ଆସିଲା। ପିଲାମାନେ ଦେଖ ଏଇଟା ରାକ୍ଷୀ ଦେଖୁଛ, ରାକ୍ଷୀକୁ ମାମୁଁ ଆଉ ଗୋଟିଏ ବେଲୁନ କିଣିଦେଲେ। ଠିକ ଅଛି ପିଲାମାନେ, ତୁମମାନଙ୍କୁ ଏହି କାହାଣୀଟି ପସନ୍ଦ ଲାଗିଥିଲେ ଚ୍ୟାନେଲକୁ ନିଶ୍ଚୟ ଗୋଟେ ଲାଇକ୍ କରିଦେବ। ଥ୍ୟାଙ୍କ ୟୁ।